ଆପଣ ସେଇଦିନ ପଛେ ପଛେ ଆସିଥାନ୍ତେ ତାହେଲେ ଆମେ ଫଟୋ ଭୁଲି ଯିବା ତ ପଳେଇବ ଗାଡ଼ି ଛାତ ପଡ଼ିବ ବାଜୁ ସହିତ ସମ୍ପର୍କ ଚାଲ ଯିବା। ମୁଁ ଜାଣିନଥିଲି ଗୋଟେ ଗାଁ ଘର ମୁଁ କିଛି ଆ ଭିତରେ ନନା କଲେଜ ପାଖରେ ଛାଡ଼ିକି ଆସନ୍ତି ଗୋଟେ ବାଟ ଅଛି ଗାଁ ଗୋଟେ ମୁଁ ଜାଣିନି। ମୁଁ ଭାଇ ଗୋବିନ୍ଦପାଟଣା ଯୋଉ କାଳିଆ ଭାଇ ବାଟ ଆଚ୍ଛା ଏଇଟା ବୋଧେ ନୂଆ ବାଟ ହେଇଛି। ହଁ ଏପଟେ କୋଉ କଲେଜ ଛାତ ପଡ଼ିବ ସେ ମତେ ବ୍ୟସ୍ତ ଆର ଗାଡ଼ି ନେଇ ପାଡ଼ିର ନାଇଁ କାହା ଗାଡ଼ି ଗୋଟେ ପଳେଇବି ନାଇଁ ଯିବାକୁ ଆସୁନାହାନ୍ତି ମୁଁ ଆଉ ଟିକେ କଥା ଆଉ ଆପଣ କଣ କଥା ଆପଣ ଯାଆନ୍ତୁ ସେଠି ବାଜୁ ଆସନ୍ତୁ କେତେ ଅଛନ୍ତି ଆମର କମିଟି ସେଠି ଯାଏ ଡାକିକିରି ଗୋଟେ କମ୍ପ୍ରମାଇଜ କରିଦେବା। ଆପଣଙ୍କ ନାତୁଣୀ ବୟସ ଦେଖୁଛି ଆପଣ କଣ କ୍ଷମା ମାଗିବା ଯୋଗ୍ୟ ଆପଣଙ୍କୁ ସେ କ୍ଷମା ମାଗିବା କଥା ଗୁରୁ ଆପଣ ଗୋଟେ ଆପଣ ଏଇଟା ଗୋଟେ ଭୁଲ କରୁଛନ୍ତି। ଭୁଲ କରିଛି ମାନେ କ୍ଷମା ଭୁଲର ତ ଅର୍ଥ କ୍ଷମା କ୍ଷମା ଯାଏ ବଡ ଦାନ ନାହିଁ। ଆଚ୍ଛା ତେଣୁ ମୁଁ ଭୁଲ କରିଛି ତେଣୁ କ୍ଷମା ମାଗିବା ମୋର ଦୋଷ ନାହିଁ। ମୁଁ ଯଦି ଆସି ହେଙ୍କଡ଼ା ବୋଲି କଥାବାର୍ତ୍ତା କରିବି ମୁଁ ଭୁଲ କରିବି ମୁଁ କରିବି ମୁଁ ଭୁଲ କରିଛି ଆଉ ସବୁଥିରେ ଭଲ ପନିଶମେଣ୍ଟ ସାଧୁବାଣୀ କହିଲା ଯିଏ ନିଜ ଭୁଲଟାକୁ ସ୍ୱୀକାର କରେ। ସୁପ୍ରିମକୋର୍ଟ ବଡ ବଡ ନେତା ନିଜ ଭୁଲଟାକୁ ସ୍ୱୀକାର କରନ୍ତୁ ତାକୁ କ୍ଷମା ଦିଆଯାଉ। କୋର୍ଟରେ ମଧ୍ୟ ସେଇଆ ସାଧୁବାଣୀ ବି ସେ କଥା କହିଲେ ସାଧୁବାଣୀ କହିଲେ ଯିଏ ତା ଭୁଲକୁ ସ୍ୱୀକାର ଆମେ ତ କଥାରୁ ଓରିଗଲା ଆମ ଉପରୁ ଓଲଟା ଇଏ ତମେ ନବ ଡିସିସନ ନାହିଁ ଆମର ସାର୍ ପିଟିସନର ନାହିଁ ଛାଡ଼ିଦିଅ ସେ ଉପରୁ ଗଲାଣି କାଗଜ ଆମେ କଲେଜରେ ଆମେ କଣ ଆମେ ସେଇଭଳିଆ ଥିଲେ ସାଙ୍ଗେ ସାଙ୍ଗେ କାମ ସରନ୍ତାଣି ଆମେ ଜାଣିଛୁ ଲେକ୍ଚର ମାଷ୍ଟର ମାନଙ୍କର ଚିଠି ହେଲା ଭଲ ନା ଯିବ ଟିକେ ଦେଖିପାରିକି ଆସିବ। ଚିଠି ହେଲେ ଭଲ ନାହିଁ ଖରାପ ଦେଇଛ ସେ ଚିଠି ଦେବେ ଚିଠି ହେଲା ଆପଣ ଯିବେ କେମିତି ଘରକୁ ଆସିଯାଇଛି ଘରକୁ ନ ଆସିବ ଘରକୁ ସେ ଏତେ ଡର ବୁଡ଼ିଯାଏ ଦେଖୁଛ ତା ବୟସକୁ ତା ହେଲ୍ଥ ଦେଖ ତା ଦୁର୍ବଳ ଖାଲି ଟଳ ଖାଲି ସେ ଘରକୁ ଆଇଲା ନହେଲେ ଯଦି ଘରକୁ ନ ଆସି ବାଟରେ କଣ ହେଇଥାନ୍ତା ଅବସ୍ଥା ଆପଣ ଯିବେ ସେ ଏତେ ଜଣଙ୍କର ଜଣେ ବୋଧେ କହିବେ ସିଏ ତା ଝିଅ ଜନ୍ମ ଦେଇଛି ଆମ ଘରର ନମ୍ବର ଦଉନାହାନ୍ତି ସେ ବାଧ୍ୟତା କଥା କାଲି ତ ରହିଲେ ସେଠି କହିବ ଆମେ କରିଥିଲେ ଆମର କିଛି ନାହିଁ କମ୍ପ୍ଲେନ୍ ସାର୍ କ୍ଷମା ପ୍ରାର୍ଥନା କରୁ ଭୁଲ ସ୍ୱୀକାର କରିବା ସିଏ କ'ଣ ଡିସିସନ୍ ନେଲେ ତେଣୁ ଆମେ କ୍ଷମା ଦେବାକୁ ରାଜି ସାର୍ ଭୁଲ ମାଗି ପରୀକ୍ଷାରେ 20 ରହିବ ପରୀକ୍ଷାକୁ 20 ମୁଁ ପରୀକ୍ଷାରେ କାହାକୁ ହଇରାଣ କରେନି ସମସ୍ତେ ସମାନ ଦେଖିବ 20 80 ନହେଲେ 78 ଥିବ 78 ମୁଁ ତା ନମ୍ବର ଦେଖିକି ଡାକିକି ଦେଇଦେବି 78 ଗୋଟେ ଦିଟା ନମ୍ବର କମିବ ପ୍ରାକ୍ଟିକାଲ ନିଶ୍ଚିତ କହିଲେ ବୁଝିଲୁ ସେ ଡିସିସନ ସିଏ ଡିସିସନ ତୋର ନା ମୋ ବଡ ନାନୀ ମୋ ବଡ ଜିଜୁ ମୋ ବଡ ବାପା ଯାହା ସେ କହିବେ ଆପଣ ସେ ଯାହା କହିବେ ମୁଁ ସେଥିରେ ମାନିବି ନା ମୁଁ କିଛି କହିନି ମତେ ଭଲ ଲାଗିଲା ମୁଁ କମ୍ପ୍ଲେନ୍ କଲି ମୋ ମାମା କହିଲେ ତୁ ଚାଲ କମ୍ପ୍ଲେନ୍ କ୍ଷମା କରିଦେବି ମୋ କ୍ଷମାରେ କଣ ଅଛି ମୋ କ୍ଷମାରେ କିଛି ନାହିଁ କ୍ଷମା କରିଦେଇ ମାନେ କ୍ଷମା ମାଗିଦେଲେ ମାନେ
ହଉ କାଲି ସେମିତି ଯିବେ ଆଉ ବଡ ରହିଲି ଆଜି କି ପୂଜା ହେଉଛି ମୁଁ ଜାଣିପାରିଲି ସନ୍ତୋଷୀ ମା ଶୁକ୍ରବାର